ଭଲରେ ଥିବେ। ଭଗବାନଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ଥାଉ। ପ୍ରତିଦିନ କିଛି ନା କିଛି ସମସ୍ୟା ବିଷୟରେ ଆଲୋଚନା ମୁଁ କରୁଛି। ଆଜି ଗୋଟେ ଖବର ଦେଖିବାକୁ ପାଇଲି, ଆମର ପୁରୀର ଯୋଉ ସ୍ୱର୍ଗଦ୍ୱାର ଅଛି, ସ୍ୱର୍ଗଦ୍ୱାର ଯୋଉ ସମୁଦ୍ର ପଟ ରାସ୍ତା, ସେଠି ଯୋଉ ପାର୍କିଂ କିଛି ଲୋକ ଗାଡି ରଖିଥିଲେ, ଆଉ ସେ ଗାଡି ରଖିବାକୁ ନେଇ ଟୋଇଂ ଭ୍ୟାନ୍ ଆସିକି ସେ ଗାଡି ଗୁଡିକୁ ଉଠେଇଲା ବେଳକୁ ସେମାନଙ୍କ ଭିତରେ ଏକ ଗଣ୍ଡଗୋଳର ପରିସ୍ଥିତି ସୃଷ୍ଟି ହେଇଥିଲା। ଏବଂ ଏବେ ମୁଁ ଦେଖୁଛି ଏଇ ଯୋଉ ପୁରୀ ମ୍ୟୁନିସିପାଲିଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ନାଁରେ କଳା ଗଞ୍ଜି ପିନ୍ଧିଥିବା କିଛି ଲୋକ ଗୋଟେ ପ୍ରକାର ଦମନ ଲୀଳା ସାରା ସହର ଯାକ ଚଲେଇଛନ୍ତି। ପ୍ରଥମେ ଜଣେ ନେତା ଏଠି ଭୋଟ ବ୍ୟାଙ୍କ ସୃଷ୍ଟି କରିବା ପାଇଁ ଅଶିକ୍ଷିତ ପରିବେଶ ଏ ସହରଟିକି କରିଦେଇଛନ୍ତି। ଫୁଟପାଥ କଲଚର ଡେଭଲପ କରିଯାଇଛି। ଉଠା ଦୋକାନ ସବୁ ପ୍ରକାର ବ୍ୟବସ୍ଥା ହେଇଗଲା ପରେ ବର୍ତ୍ତମାନ ଗୋଟେ ସେମାନଙ୍କୁ ଡେଲି କୁକୁର ବିଲେଇ ଭଳିଆ ଏଠୁ ଫୋପାଡ଼ ସେଠୁ ଉଠା, ସେଠୁ ଫୋପାଡ଼ ସେଠୁ ଉଠା, ଏଇ ଧନ୍ଦା ଚାଲିଛି। ତ ସେଇମାନେ ଯାଇକି ସେ ସ୍ୱର୍ଗଦ୍ୱାରର ସେ ଜାଗାରେ ଧକ୍କା ସଂଖ୍ୟା କରୁଛନ୍ତି ପର୍ଯ୍ୟଟକ ମାନଙ୍କୁ, ବା ଯୋଉମାନେ ସ୍ୱର୍ଗଦ୍ୱାର ଆସିଛନ୍ତି ତାଙ୍କ ଆତ୍ମୀୟ ସ୍ୱଜନଙ୍କ ଶବ ସଂସ୍କାର କରିବା ପାଇଁ। ସ୍ୱର୍ଗଦ୍ୱାର ଆମେମାନେ ଜାଣିଛେ ପୁରୀ ସ୍ୱର୍ଗଦ୍ୱାରର ଜାଗା 2.5 ଏକରରୁ ଅଧିକା ଥିଲା। ବର୍ତ୍ତମାନ ଏହା 70 ଡିସିମିଲରେ ସୀମିତ। ତାକୁ ତ ସରକାର ଆଣିପାରୁନାହାନ୍ତି, ଯୋଉମାନେ ଦଖଲରେ ତାକୁ ଅଛନ୍ତି। ଏଇ ଯୋଉ ମୋଟର ସାଇକେଲ କିଏ ଥୋଇଲା, କାର କିଏ ଥୋଇଲା, ତା ଗାଡିଟା ଉଠେଇ ନେବା, ତାଠୁ ଫାଇନ ଆଦାୟ କରିବା, ଏଥିରେ ଆମେ ଧୁରନ୍ଧର। ଆଉ ସେପଟେ ଆମର କିନ୍ତୁ ଅଦାନୀ ମହାଶୟଙ୍କୁ ଗୋଟେ ଟଙ୍କାରେ 1,500 ଏକର ସମ୍ପତ୍ତି ଲିଜରେ ଦେଇଦେବା, এইଗୁଡାକ କଲା ବେଳକୁ ଆଉ ଆର୍ଥିକ ବୋଝ ସରକାରଙ୍କ ଉପରେ ପଡୁନି କି ଦେଶ ଉପରେ ପଡୁନି। ମାନେ ବିଚିତ୍ର ବ୍ୟବସ୍ଥା ଆମର ଚାଲିଛି। କୋଉପଟେ ହାତୀ ଗଳି ଯାଉଛି, ଏଠି ପିମ୍ପୁଡିକି ବାଟ ରୋକା ଯାଉଛି। ଏସବୁ ଜିନିଷ ଦେଖିଲେ କଣ ଲାଗୁଛି ଆପଣ ମାନଙ୍କୁ? କାଲି ଯେମିତି ଗୋଟେ ମୁଁ ଭିଡିଓ ସେୟାର କରିଥିଲି, ପୁଣି ସେଇ ସେମ୍